ଜନପ୍ରତିନିଧି ମାନେ ସେମାନେ ହଉଛନ୍ତି ଜନତାଙ୍କ ପାଇଁ ବା ଜନତା ମାନଙ୍କର ଜନତାଙ୍କ ଦ୍ୱାରା ନିର୍ବାଚିତ। ଆମର ବି ଗଣତନ୍ତ୍ର ସେୟା ହିଁ କହେ, ଡେମୋକ୍ରାଟିକ୍ ଇଜ୍ ବାୟ ଦ ପିପୁଲ, ଅଫ୍ ଦି ପିପୁଲ, ଫର୍ ଦି ପିପୁଲ। କିନ୍ତୁ କିଛି ମୁଷ୍ଟିମେୟ ଜନପ୍ରତିନିଧି ଏହାକୁ ନିଜ ବାପା ସମ୍ପତ୍ତି ଭାବି ଦେଇଛନ୍ତି ବା ଗାଦିଟା ତାଙ୍କ ବାପ ଔରସରୁ ଜାତ ଭାବି ଦେଇ ମନ ଇଚ୍ଛା ଗୁଣ୍ଡାରାଜ କରୁଛନ୍ତି। ଆମ ସହିତ ଆଜି ଜଣେ ସରପଞ୍ଚ ଅଛନ୍ତି, ସେ ବି ଜଣେ ଜନପ୍ରତିନିଧି, ଚେକାମାଳ ଗାଁର ସେ ହଉଛନ୍ତି ସରପଞ୍ଚ। ତାଙ୍କ ନାଁ ହଉଛି ଅଦ୍ୱୈତ ଷଣ୍ଢ। ତାଙ୍କୁ ସମସ୍ତେ ସେ ଏରିଆରେ ଖୁବ୍ ଡରନ୍ତି। ଆପଣଙ୍କୁ ସ୍ୱାଗତ ଓଡ଼ିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲକୁ, ବେକାର କଥା ଆଜ୍ଞା, ପରିସରକୁ। ନମସ୍କାର। ନମସ୍କାର। ଆପଣ ସରପଞ୍ଚ କେତେ ବର୍ଷ ହେଲାଣି ସେଠି ଅଛନ୍ତି? ଏଇ ବର୍ଷ ନିର୍ବାଚନରେ ମତେ ସେମାନେ ଭୋଟ ଦେଇ ଜୟଯୁକ୍ତ କଲେ। ଏଇ 5 ବର୍ଷ ପାଇଁ ମୁଁ ସରପଞ୍ଚ। ଏଇଟା 2 ବର୍ଷ ହେଲା, ଆଉ 3 ବର୍ଷ ଆଉ କଣ। 3 ବର୍ଷ ଭିତରେ କିନ୍ତୁ ଆପଣ 30 ବର୍ଷର ଦୁର୍ନୀତି କରିସାରିଲେଣି। ଆର ଉତ୍ତର କଣ ଆପଣ ଦେବେ? କଣ ଦୁର୍ନୀତି କଣ? ତମେ ସିଧା ମତେ ଡାକୁଡ କଣ ଆଙ୍ଗୁଠି ଦେଖାଇ କଥାବାର୍ତ୍ତା କହିଲାଣି। ଦୁର୍ନୀତି କଣ କହିଲି? ଦୁର୍ନୀତି କରିଛି। ଦୁର୍ନୀତି ଏଇଥିପାଇଁ କୁହାଯାଉଛି, ଆପଣଙ୍କ ଗାଁର ହରି ସାହୁକୁ ଆପଣ ଜାଣିଛନ୍ତି କି ନାଇଁ ମୁଁ ଜାଣିନି, ହରି ସାହୁ ଅଭିଯୋଗ କରିଛି। କଣ ସେ ଶଳା କଣ କହିବି? ଆପଣ ଭାଷା ଠିକ କରିବେ, ଆପଣ ଏଠି ଭାଷା କହିପାରିବେନି। କଣ ଭାଷା କଣ କହିଲି? ଆରେ ମୁଁ ମା ମାନେ କହିଲି, ମୁଁ ଭାଷା କଣ କହିଲି? ହଉ ହେଲା, ଠିକ ଅଛି, ଆପଣଙ୍କ କଥାକୁ ମୁଁ ଖରାପ ଅର୍ଥରେ ନହୁନି, ଖାଲି ମୁଁ ତମକୁ ଏଇଟା ଭଲ ଲାଗୁନି, ତମକୁ ଇଂଲିଶରେ ଶୋଧିଲେ ମତେ ଭଲ ଲାଗିବ। ହଉ ଠିକ ଅଛି, ହଉ ହେଲା, ମୁଁ ଆପଣଙ୍କ କଥାକୁ ଗୁରୁତ୍ୱ ଦେବି। ମୋ କହିବା କଥା, ହରି ସାହୁର ଅଭିଯୋଗ, ଗାଁରେ ଆର ବର୍ଷ ଯେତେବେଳେ ଦଶହରା ହେଇଥିଲା, ସେ ସମୟରେ ଆପଣ ନିଜର ଦଳୀୟ କର୍ମୀ ମାନଙ୍କୁ ସେଠି ଚଢେଇ ଦେଲେ ପୂଜା ପେଣ୍ଡାଲ ଉପରକୁ। ଆପଣଙ୍କ ନିର୍ବାଚନ ସମୟରେ ଯୋଉ ଗୀତ ବାଜିଥିଲା, ମାଙ୍କ ଗୀତ ବନ୍ଦ କରିଦେଇକି ଆପଣଙ୍କ ଗୀତ ସେଠି ବଜେଇବାକୁ କହିଲେ। ହରି ସାହୁ ଏଇଟାକୁ ପ୍ରତିବାଦ କରିବାରୁ ଆପଣଙ୍କ ଲୋକମାନେ ତାକୁ ମାଡ ମାରି ଲହୁଲୁହାଣ କରେ। କିନ୍ତୁ ଡାକ୍ତର ଯେତେବେଳେ ମାନେ ସେ ମେଡିକାଲ ଗଲା, ଡାକ୍ତର ରିପୋର୍ଟ ଆସିଲା ଯେ ଆକ୍ସିଡେଣ୍ଟ ଯୋଗୁ ତାର ଗୋଡ ହାତ ଫ୍ରାକ୍ଚର ହେଇଛି। ଏସବୁ ଘଟଣା ହେଲା କି? ଆମ ହାତ କେତେ ଲମ୍ବା ତମେ ଜାଣିନ। ଆରେ ତମେ ସରକାର ଆସିଲେ ତମେ ରାଷ୍ଟ୍ରଗାନ ବଜାଉଛ, ତମର ଏମିତି ଛାଟୁଛି, ଆଉ ଆମର ଲୋକ ଆସିଲେ ତମେ ଆମର ଗୀତ ବଜେଇବନି କି? ସେଠି ତ ଠାକୁର ପୂଜା ଚାଲିଥିଲା, ସେଠି ଆପଣଙ୍କ ନାଁରେ କାହିଁ ଗୀତ ବାଜିବ? ସେଠି କାହିଁ ବାଜିବନି? ଆମେ ପଇସା ଚାନ୍ଦା ଦେଇଛୁ, ଆମେ ବାଜିବନି? ତମେ କଥା ଶିଖିଛ ଆଉ। କିଏ? ଆପଣ ଚାନ୍ଦା ଦଉନାହାନ୍ତି, ବରଂ ଆପଣଙ୍କ ଦଳୀୟ କର୍ମୀ ମାନେ ଲୋକଙ୍କୁ ଜବରଦସ୍ତ ଲୋକଙ୍କ ବେକରେ ଭୁଜାଲ ଲଗାଉଛନ୍ତି, କହୁଛନ୍ତି ଚାନ୍ଦା ନଦବ ଏ ଗାଁରେ ରହିପାରିବନି। ଆପଣ କିଏ କଥା କହିବ? ଗାଁରେ ରହିପାରିବେନି କଣ ପାଇଁ ସେମାନେ? ସେଇଠୁ କଣଟା ଚୋରି ହେଇଗଲା? ଭାଷା ଠିକ କରି ଆପଣ କଥାବାର୍ତ୍ତା କରିପାରିବେ, ଆପଣ ଅଭଦ୍ର ମଣି ବିହେଭ କରିପାରିବେନି। ଠିକ ତ କରି କଣ ବିହେଭ କଣ କରି? ଆରେ ଭାଇ, ତମେ ଯେମିତି ତମକୁ ମାନେ ମଣିଷ ଭଳିଆ କହିଲେ ବୁଝିବନି, ମାନେ ମଣିଷ ଆଗରେ ଗଧ ପାଟି ହଲେଇବା ଯାହା ତମ ଆଗରେ ସେଇଆ। କଣ କଥା ପଡିଥିଲା? ଆପଣଙ୍କ ଦଳୀୟ କର୍ମୀ ମାନେ ଜବରଦସ୍ତ କିଛି ଲୋକଙ୍କୁ ଭୁଜାଲି ଦେଖଉଛନ୍ତି, କହୁଛନ୍ତି ମାଙ୍କ ପାଇଁ ଚାନ୍ଦା ନଦେଲେ ଏ ଗାଁରେ ତମର ସ୍ଥାନ ନାହିଁ, ଜାଗା ବାଡି ଛାଡି ଚାଲିଯାଅ। କଣ ପାଇଁ ଏ ଜିନିଷ? ସେମାନେ କଣ ପାଇଁ ଯିବେ କାହିଁକି? ତମେ ଦେଶରେ ରାଜ୍ୟରେ ରହୁଛ, ତମେ ଦୋକାନ ଖୋଲିଛ, ସରକାରକୁ ଏଡିକି ଟ୍ୟାକ୍ସ ଦଉଛ, ଆଉ ଆମେ ଗାଁରେ ରହିବୁ, ଆମେ ପୂଜା କରିବୁ, ତମକୁ ଚାନ୍ଦା ମାଗିବୁନି? ବାଳ ଭଳିଆ କଥା କହୁଛ। ତାପରେ ଭୁଜାଲି ଦେଖେଇକି ଜବରଦସ୍ତ ମା ଭଉଣୀ ସୁଧାସୁଧି କରିକି, ଆଉ ଘିଅ ସିଧା ଆଙ୍ଗୁଠି ନ ବାହାରିଲେ କଣ କରାଯାଏ? ଘିଅ ଚଢା କରାଯାଏ। ତମେ କଣ ଜାଣିବ? ଚାକିରି କରିକି ଓକିଲାତି ଚାକିରି କରି ତମ ଦିନ ଗଲା। ରାଜନୀତିରେ ଥରେ ବସ ହେଲା। ଆପଣଙ୍କ ଗାଁରେ ଗୋଟେ ସ୍କୁଲ ଘର ଅଛି, ଆପଣ ଭାଷା ଠିକ କରିବେ, ବାଧ୍ୟ ହେବି ଲାଷ୍ଟକୁ ଆପଣଙ୍କୁ ଥାନାରେ ଦବା ପାଇଁ, ନହେଲେ ଆପଣଙ୍କ ନାଁରେ। ହଁ ହେଲା, ମୋ ଭାଷା ତମକୁ ଖରାପ ଲାଗୁଛି କୁହ ଆଉ। ଆପଣଙ୍କ ଗାଁରେ ଯୋଉ ସ୍କୁଲ ଅଛି, ଶ୍ରୀ ଜଗନ୍ନାଥ ବିଦ୍ୟାଳୟ ଗୋଟେ ଅଛି, ସେ ସ୍କୁଲର ଛାତ ଭାଙ୍ଗି ଗଲାଣି, ଆଜିକି 2 ବର୍ଷ ହେଲାଣି ଭାଙ୍ଗିଲାଣି। ମାନେ ଆପଣ ଯେବେଠୁ ସରପଞ୍ଚ ଅଛନ୍ତି ଏଇ କେସଟା ହେଇଛି। ସ୍କୁଲ ଘର ହବା ପାଇଁ ପ୍ରତିଥର ଟଙ୍କା ଆସୁଛି, କିନ୍ତୁ ଦେଖିଲା ବେଳକୁ କାମ କେମିତି ହଉଛି କିଏ ଜାଣେ? ଆପଣଙ୍କ ଦଳୀୟ କର୍ମୀ ମାନଙ୍କୁ ଆପଣ ଟେଣ୍ଡର ଦଉଛନ୍ତି, ସେ କେମିତି କାମ କରୁଛନ୍ତି? ବୋଧହୁଏ ବାଲି ବେଶୀ ସିମେଣ୍ଟ କମ ରେ କାମ ହଉଛି। ପ୍ରତିଥର ବର୍ଷା ଦିନ ବେଳକୁ ପାଣି ଗଳୁଛି, ଲାଷ୍ଟକୁ ଅଙ୍ଗନବାଡି ପିଣ୍ଡାରେ କି କୋଉ ବରଗଛ ମୂଳରେ ସ୍କୁଲ ହଉଛି। ସେ ସ୍କୁଲ ପାଇଁ ଆସୁଥିବା ଟଙ୍କାଟା ଗଲା କୁଆଡେ? ସରକାର ଯେତିକି ଦେବ ମୁଁ ସେତିକି ନେବେ। ମୋର ଭାସୁଛି ନା, ମୋର ତମେ ଭାଷା ତ ବନ୍ଦ କର କହୁଛ, ମୁଁ କଣ କହିବି ଆଉ? ଭାସୁଛି ମାନେ ଆପଣ କଣ ଆପଣଙ୍କ ପୈତୃକ ସମ୍ପତ୍ତି ଦେଇଥିଲେ କି ସେଠି? ଗଭର୍ଣ୍ଣମେଣ୍ଟ ଆରେ ମୁଁ ନଦେଲେ, ମୁଁ ଯୋଉ 5ଟା କର୍ମଚାରୀ ଲଗେଇଛି ତାଙ୍କୁ ଖାଇବାକୁ ଦେବି, ତାଙ୍କୁ ପୁଣି କାମ ସରିଲେ ପଇସା ଦେବି, ମୁଁ ସେଇ ପଇସା ଦେବି ନା ମୁଁ ମୋ ବାପ ଘରେ ପଇସା ଆଣିକି ଦେବେ? ତମେ ସରକାର ଆପଣଙ୍କର ସ୍କୁଲ ଘର କାମ ହବା ପାଇଁ ଆସିଥିଲା, 5 ଲକ୍ଷ ଟଙ୍କା ଆସିଥିଲା।
ସେ ମାନେ ଟଙ୍କା ବୋଧେ 50,000 ସେଠି କାମ ହେଇଛି, ବାକି ଟଙ୍କା ଗଲା କୁଆଡେ? ସେଇ ଶଳା କଣ କହିବି ସେ ଭିଡିଓ ତାମାନେ ଏଥିରୁ ପ୍ରମାଣ ହେଲା ଜନପ୍ରତିନିଧି ପ୍ରଶାସନ ଅଧିକାରୀ ମାନେ ବି ଆପଣଙ୍କଠୁ ନଉଛନ୍ତି ତାମାନେ ଏଥିରେ। ଆରେ କିଏ ନଉନି ମତେ କହିଲ? ତମେ ଯେତେବେଳେ ସରକାର ଏଠିକୁ 10 କୋଟି ପଠେଇବେ, ଆମ ଗାଁକୁ ପହଞ୍ଚିଲା ବେଳକୁ 6 କୋଟି ଥିବ, 4 କୋଟି କୁଆଡେ ଗଲା? ହଁ, ଆଉ ଗୋଟେ ଆପଣ କଥାବାର୍ତ୍ତା ସମସ୍ତେ କରୁଛନ୍ତି, ଏମଏଲଏ ମନ୍ତ୍ରୀ ଖାଇଲା ବେଳକୁ ଆପଣଙ୍କ ଆଖିରେ କଣ ମାନେ ଗୋଟେ ଅବାଗିଆ ୱାର୍ଡ ସବୁ ଲଗାଉଛନ୍ତି, ଆପଣଙ୍କ ଆଖିରେ କଣ ହେଇଛି? ଆମେ ଖାଇଲା ବେଳକୁ କାଇଁ ତମର ପୁଣି ଗୋଟେ ଅବାଗିଆ ୱାର୍ଡ? ଏମଏଲଏ ମନ୍ତ୍ରୀ ଖାଇଲା ବେଳକୁ ତାଙ୍କ ଆଖିରେ ପଶୁଛି, ତାଙ୍କ ଆଖିରେ କୁଣ୍ଡଉଛି, ଆମେ ଖାଇଲା ବେଳକୁ ତାକୁ ଦିଶୁଛି, ବୁଝିଲ ତ? କି ସିଏ ନାଇଁ, କିଏ ଖାଇଲା ନ ଖାଇଲା, ଆପଣ ଜଣେ ସଚୋଟ ଜନପ୍ରତିନିଧି ହଉନାହାନ୍ତି? ସମସ୍ତେ ଖାଉଛନ୍ତି, ମୁଁ କାହିଁକି ଖାଇବିନି? ଆଚ୍ଛା, ଆଉ ଗୋଟେ କଥା, ନିର୍ବାଚନ ସମୟରେ ତମେ ବହୁତ ଦେଖଉଛ, ବେକାର କଥା ଶୁଣ, ତମେ ବହୁତ ଦେଖେଇଲଣି ତମର ଏଇ କାର୍ଯ୍ୟକ୍ରମ। ମୁଁ ଦେଖେଇଲିନି କଣ? କଥାବାର୍ତ୍ତା ମୋର ଦେଖେଇଲିନି କଣ? ଆଉ ପର୍ସନାଲ କଥାବାର୍ତ୍ତା ମୁଁ ହେବି ହେଲା। ହଁ, ନିର୍ବାଚନ ସମୟରେ ଆପଣଙ୍କର କିଛି ଆପଣଙ୍କର ଦଳୀୟ କର୍ମୀ ଗୋଟେ ଲୋକଟାକୁ, ଆପଣଙ୍କ ଦଳୀୟ କର୍ମୀ ମାନେ ଖୁବ ଜୋରରେ ମାଇକି ବଜେଇ ଯାଉଥିଲେ ବୋଲି ସେ କହିଲା ଯେ ଏଠି ବୟସ୍କ ଲୋକ ଅଛନ୍ତି, ଏତେ ଜୋରରେ ବଜାନ୍ତୁନି, ରାତି ହେଲାଣି। ଆପଣଙ୍କ ଲୋକମାନେ ତାକୁ ଏମିତି ମାଡ ମାରିଲେ ଯେ ସେ ବିଚାରା କିଛି ଦିନ ମେଡିକାଲରେ ରହିକି ମରିଗଲା। ତା ଭାଗ୍ୟ ଭଲ, ତା ଅଜାଗାରେ ମାନେ ଆମ ଶଳା ପିଲା ଏସବୁ କଣ କହିବି ଶଳାକୁ, ତା ଅଜାଗାରେ ମୁଁ କହୁଛି ଅଜାଗାରେ ମାରୁ, ଯେମିତି ମେଡିକାଲ ଯିବନି, ସେ ତାକୁ ଆଉଁସି ମାରୁଛନ୍ତି, ଛାଟି ଦିଅ ବା ମରୁ ସିଏ। ତାପରେ କିନ୍ତୁ ନିର୍ବାଚନ ସମୟ ଲୋକ କେମିତି ଜାଣିବେ ମୁଁ ଛିଡା ହେଇଛି ସରପଞ୍ଚରେ? ମୋର ବାଜିବା ଦରକାର, ରାତି 12ଟାରୁ ସକାଳ 6ଟା ବାଜିବା ଦରକାର। ନିୟମ କହୁଛି ଆପଣ ନାଇଁ ସନ୍ଧ୍ୟା ପରେ ଆପଣ ପ୍ରଚାର କରିପାରିବେନି। ବାଳ ନିୟମ ଦେଖଉଛ ମତେ ଆଉ। ନାଇଁ, ଆପଣ ପୁଣି ଭାଷା ଠିକ କରିବେ, ଆପଣ ଉଚ୍ଚ ସ୍ୱରରେ କଥାବାର୍ତ୍ତା ବି ଏଠି କରିପାରିବେନି ଆଉ। ଆଚ୍ଛା, ଆଉ ଗୋଟେ କଥା, ପୋଲିସ ହେଲେ କହୁଛି ସେ ଲୋକଟା ଆତ୍ମହତ୍ୟା କରି ମରିଗଲା, ତାକୁ ତ ମର୍ଡର କରାଗଲା, ଆତ୍ମହତ୍ୟା ରୂପ କେମିତି ଦିଆଗଲା? ନା ସେଇଟା ଆତ୍ମହତ୍ୟା ରୂପରେ, ସେ ତାକୁ ଯେତେବେଳେ ସେ ମରିଗଲା, ତମେ ଏଇଟା କହୁଛି ମୁଁ, ତମେ କହିବନି, ତମ ଉପରେ ବିପଦ ଅଛି, ଦେଖ କହୁଛି ହେଲା। କି କଣ ହବ? କଣ ହବ ତମର ବୁଝିବ, କଣ ହବ ସେତେବେଳେ ଘଟଣାଟା କୁହନ୍ତୁ ତାହେଲେ। ହଁ, ସେ ଯେତେବେଳେ ମରିଗଲା, ସେଇଠି ଲୋକ ରାତି 12ଟାରେ କିଏ ଜାଣିଛି, ସେଇଠି ବୁଢା ଗୋଟେ ଥିଲା, ତାକୁ ଗୋଟେ ଗୋଇଠା ପକେଇଲେ, ସିଏ ବି ତା ବାଟରେ ପଳେଇଲା ହେଲା। ମୁଁ କହିଲି ଯେ ସିଏ ତ ମଲା, ତାକୁ ଗଛରେ ଟାଙ୍ଗି ଦିଅ, ମୁଁ ମୋ ଗାମୁଛା ନିଜେ ଦେଇଯିବା ତାକୁ ଟାଙ୍ଗି ଦେବାକୁ। ତାପରେ ଲୋକ ଜାଣିବାକୁ ଆମ୍ବୁଲାନ୍ସ ଡାକିଦେଲେ, ତାପରେ ମେଡିକାଲ ନେଇଗଲେ, ଡାକ୍ତର ଘୋଷଣା କରିଦେଲା ମୁଁ ନିଜେ ଆମ୍ବୁଲାନ୍ସ ଫୋନ କରିଦେଲି। କେତେ ଭଲ ମାନେ ଡାହାଣୀ ହେଇକି ଲାଗିଲେ, ଗୁଣିଆ ହେଇକି ଝାଡ଼ିଲେ। ଅଦେତ ଷଣ୍ଢ ସରପଞ୍ଚ, ଆପଣଙ୍କୁ ସମସ୍ତେ ସେ ଏରିଆରେ ଷଣ୍ଢ ବୋଲି କୁହନ୍ତି। ଷଣ୍ଢ ଦାଦା, ମୋର ସିଂହ ଅଛି କି? ବାଳ ଭଳିଆ କଥା କହିଲେ ମତେ ଷଣ୍ଢ ଦାଦା ବୋଲି ଆପଣଙ୍କୁ ସମସ୍ତେ କୁହନ୍ତି। ଦାଦା କହିବେନି? ଆପଣଙ୍କ ଯୋଉ ସେଠି ଯୋଉ ଏସଏଚଜି ଗ୍ରୁପ ର ଯୋଉ ମହିଳା ମାନେ ଅଛନ୍ତି, ତାଙ୍କୁ ଯୋଉ ଛତୁଆ ତିଆରି କରିବା ବା ଅଙ୍ଗନବାଡିର କୌଣସି ଜିନିଷ ତିଆରି କରିବା ପାଇଁ ଯୋଉ ଟଙ୍କା ଆସୁଛି ତାଙ୍କ ପାଖକୁ, ସେଥିରୁ ତାଙ୍କ ପାଖକୁ ଆସିଲା ବେଳକୁ ଯଦି ମାନେ ରାଜ୍ୟର ସରକାର ଯଦି ଦଉଛନ୍ତି ମାନେ 1000 ଦେଲା ବେଳକୁ, ତାଙ୍କ ପାଖକୁ ଆସିଲା ବେଳକୁ ସେଟା 100 ହେଇଯାଉଛି। ବାକିଟା ଯାଉଛି କୁଆଡେ? ବାକି ଯାଉଛି କୁଆଡେ? ସେଟା ସେ ଟଙ୍କା ଟା ନଉଛି କିଏ? ସେ କଥା କଣ? ଆରେ ସରକାର ଯେତେବେଳେ ସରକାର ଦେବ କୋଉଠି, ଏମଏଲଏ ପାଖକୁ ଏମଏଲଏ ଦେବ, ବିଡିଓ କୁ ସେ ଦେବ, ୟାକୁ ଇଏ ଦେବ, ତାକୁ ଦେଇ ଆସିଲା ବେଳକୁ ଆଉ କଣ ଥିବ ସେଇଟା? ତ ମାନେ ଆପଣ ମାନେ ମୁଁ ଦେଖିଲିଣି ଏସଏଚଜି ଗ୍ରୁପ ବିଷୟରେ ଅଧିକ ହେଲେଣି, ଏମାନଙ୍କୁ ବି ଟିକେ ବ୍ୟବସ୍ଥା କରିବାକୁ ପଡିବ। କଣ ବ୍ୟବସ୍ଥା? ହଁ, ଆପଣ କିଛି ମହିଳା ମାନଙ୍କୁ ଧମକ ଦଉଛନ୍ତି, ଯଦି ଆମ ବିରୁଦ୍ଧରେ କେହି କିଛି କହିବ, ମୋର ଟୋକା ଅଛନ୍ତି, ଘରେ ବସି ଶାଢୀ ଖୋଲିଦେବେ। ଆପଣଙ୍କୁ କଣ ଭଦ୍ରାମୀ ଜଣା ନାହିଁ କି? ଶାଢୀ ଖୋଲିବେନି, ଶାଢୀ ଖୋଲିଲେ କରିବେ। ମାନେ ଆପଣ ବୁଝିବା ଦରକାର, ଆମର ଏ ଦେଶ ହଉଛି ଗାନ୍ଧୀ ଗୋପବନ୍ଧୁ ଏମାନଙ୍କ ଦେଶ। ଶୁଣ, ତୁମ ଗାନ୍ଧୀ ଗୋପବନ୍ଧୁ ଦେଶ ଦେଖାଉନି ମୋ ଏମଏଲଏ ମନ୍ତ୍ରୀ ପାଇବା ପାଇଁ ନିଜ ସ୍ତ୍ରୀ ମା ଭଉଣୀକୁ ନେଇକି ଭେଟି ଦଉଛନ୍ତି ହାଇକମାଣ୍ଡ ପାଖରେ। ତମେ ଦେଖ, ଆପଣଙ୍କ ପାଖରେ ପ୍ରୁଫ୍ ଅଛି କାମବି? ପ୍ରୁଫ୍ ନଥିଲେ କଣ ହେଲା? ଦେଖୁନ ନ୍ୟୁଜ, ଦେଖୁନ। ଆରେ ଓଡିଶାରେ ଏତେ ସବୁ ଘଟଣା ଘଟୁଛି, ଏତେ ମର୍ଡର, ଏତେ ରେପ୍ ହଉଛି, କଣ କରୁଛି ତମର ଆଇନ? ବା ଆପଣଙ୍କ ଏରିଆରେ କିଛି ଦିନ ତଳେ ଗୋଟେ ଛାତ୍ରୀ କି ଧର୍ଷଣ କରାଯାଇଛି, କିନ୍ତୁ ପୋଲିସ କହୁଛି ନାଇଁ ସେଟା ଧର୍ଷଣ ନୁହେଁ, ସେ ଝିଅଟି ମାନସିକ ଅନଗ୍ରସର, ସେ ଭୁଲ ବଶତଃ ତଥ୍ୟ ଦେଇଛି। ଟଙ୍କା ଆପଣ କହୁଛନ୍ତି ମେଡିକାଲ ସାଇନ୍ସ ବି ଅନ୍ଧ ହେଇଯାଇଛି। ଯେତେବେଳେ ଟଙ୍କା ଫୋପାଡି ଦଉଛନ୍ତି, ଏ ଶଳା
କଣ କହିବି ଡାକ୍ତର ଗୁଡା ସବୁ ବହୁତ ଜ୍ୱର ହେଇଛି ଜାଣିଛ ମାନେ ଏ ଧନ୍ଦା ବି ଚାଲିଛି ସେଠି ଆଉ ଆପଣଙ୍କ ଏରିଆରେ ଗୋଟେ ଓଡିଶାରେ ଚାଲିଛି ଆପଣଙ୍କ ଏରିଆରେ ଡାକ୍ତରଖାନା ହବା ପାଇଁ ପ୍ରତିବର୍ଷ ଟଙ୍କା ଆସୁଛି କିନ୍ତୁ ଆଜି ଯାଏ ସେଠି ଡାକ୍ତରଖାନା ହେଇପାରିଲାନି ବରଂ ସେଠି ଗୋଟେ ପାର୍ଟି ଅଫିସ ଟେ ଆପଣ ମାନଙ୍କ ପିଲାମାନେ କରିଦେଇଛନ୍ତି ସେଠି ପ୍ରତିଦିନ ସନ୍ଧ୍ୟା ବେଳେ ମଦର ଆଶାର ଜଗୁଛି ଡାକ୍ତରଖାନା ସେଇଠି ହେଇଛି କିନ୍ତୁ ପେସେଣ୍ଟ ଯାଇପାରୁନାହାନ୍ତି ମେଡିକାଲ ପେସେଣ୍ଟ ଯାଇପାରୁନାହାନ୍ତି ନା ସେଠି ପାର୍ଟି ଅଫିସ କରୁଛନ୍ତି ଆପଣ ପାର୍ଟି ସେଇଠି ଅଫିସ କରିବା କି ଆପଣଙ୍କ ଅଧିକାରେ କଣ ମୋର ବାପା ଯାକ ନହେଲେ ତମ ବାପା ଯାକ ମୋ ବାପା ଯାକ ମୋ ଆସିଛି ତମର କଣ ଫାଟିଲା ଅଭିଯୋଗ କଲେ ଯେ ଅଭିଯୋଗ ଉପରେ ଅଭିଯୋଗ କରିବ କାହିଁକି ତମେ ସରୁ ସରୁ ତମର କାର୍ଯ୍ୟକ୍ରମ ସରୁ ମୁଁ ଟଙ୍କା ଡାକିଛି ମାନେ ଆପଣ ଏଇ ଟଙ୍କା ଡାକିବେ ନା କଣ ଡାକିବି ନା ଡାକିଛି ଆଚ୍ଛା ହଁ ଆଉ ଗୋଟେ କଥା ଆପଣ ସମସ୍ତଙ୍କୁ କହୁଛନ୍ତି ଯଦି ମତେ ଭୋଟ ନ ଦବ ତାହେଲେ ପ୍ରତି ଘରୁ ଗୋଟେ ଲେଖା ମୁଣ୍ଡ ଗଡିଯିବ ଏ କଥା କହିବାକୁ ଆପଣ କିଏ ସିଧା ଘୋଷଣା କଲି ଯେ ଏ ବର୍ଷ ଯଦି ମତେ ନିର୍ବାଚନରେ ତମେ ଜୟଯୁକ୍ତ ନ କରିବ ତାହେଲେ ପୁରୁଷ ପିଲାଙ୍କର ମୁଣ୍ଡ ଗଡିବ ଆଉ ସେ ମହିଳା ଲୋକମାନଙ୍କର ଯାହା ହୁଏ ସେଇଟା ତମେ ଯୋଉ କହୁଥିଲ ଏବେ ଯୋଉଟା କହୁଥିଲ ସେଇଟା ଆଚ୍ଛା ଆପଣ କୋଉମାନଙ୍କୁ ଆଦର୍ଶ କରନ୍ତି ଜନପ୍ରତିନିଧି ହବା ପାଇଁ କୋଉମାନଙ୍କୁ ଆପଣ ଆଦର୍ଶ କରିଛନ୍ତି ଟୋକା ଯୁବ ସମାଜ ଭଲ ନା କାହାକୁ ଯୁବ ସମାଜ ଭଲ ଯୁବ ସମାଜ କାଇଁ ଆପଣ ସୁଭାଷ ବୋଷକୁ ଆଦର୍ଶ କରିପାରିଥାନ୍ତେ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଆଦର୍ଶ କରିପାରିଥାନ୍ତେ ଏପିଜେ ଅବଦୁଲ ମୋ ଭଳି କାମ କରିପାରିବେ ସିଏ ଦେଶର ସେବା କରୁଛନ୍ତି ଆପଣ କହୁଛନ୍ତି ସିଏ କିଏ ଦେଶର ସେବା କଣ ହେଲା ମୁଁ ବି ଦେଶର ସେବା କରୁଛି କି ପ୍ରକାର ସେବା କରୁଛନ୍ତି ଆପଣ ଆପଣଙ୍କ ଏରିଆରେ ଚୋରାରେ ମଦ କାରବାର ହଉଛି କିଏ ଏସବୁ ଜିନିଷକୁ ପ୍ରୋତ୍ସାହନ ଦଉଛି ଭାଷା ଠିକ କରି ଆପଣ କଥା କହିବେ ଯିଏ କହୁନାହିଁ ନା କହିହବନି ଆପଣ ତାପରେ ତାକୁ ଯିବି ତା ଘରେ ବସି ବାଢିବେ ନା କହିହବନି ମାନେ ତମେ ତମର ପାର୍ଟି ନା ନାଇଁ ନା କେମିତି କହିହବନି କହିବାକୁ ପଡିବ ଅଭିଯୋଗ ତମ ନାଁରେ ଆସିଛି ଯେହେତୁ ମୋ କହିବା କଥାଟା ଇଏ ତମ ଏରିଆରେ ଏଇ ଘଟଣା ଘଟୁଛି ଗୋଟେ ଅଭିଯୋଗ ଆମ ପାଖକୁ ଆସିଲା ୟା ଉପରେ କଣ ତମେ ମତାମତ ଦଉଛ ଦିଅ ଚୋରା ମଦ କାରବାର କଣ ହଉଛି ଚୋରା ମଦ କାରବାର ହେଲେ ତ ଆରେ ଚୋରା ମଦ କାରବାର ପାଇଁ ବୋଲି ଟଙ୍କା ଠିକ ରହୁଛନ୍ତି ଏଇ ଯୋଉ ବଡ ଯାତ୍ରୀ ଆସୁଛନ୍ତି ରାତି 12ଟା 1ଟା କୋଉଠି କାଉଣ୍ଟର ଖୋଲା ହବ ଆପଣ କହିବେ ଆପଣ ପୁଣି ସମସ୍ତଙ୍କୁ କହୁଛନ୍ତି ବିନା ମଦରେ କେବେ ନିର୍ବାଚନ ହେଇନି କି ପୂଜା ମହୋତ୍ସବ ହେଇନି ମଦଟା କଣ ଏମିତି ପଡ ଠାକୁର ପୂଜା ହଉଛି ନିର୍ବାଚନ ଠାକୁର ପୂଜା ପାଇଁ ମଦ ଦରକାର ମଦ ଲେଖା ହେଇଥିବା ଶ୍ରୀମଦ ଭାଗବତ ମଦ ଭାଗବତକୁ ନିନ୍ଦା କରିପାରିବେନି ଆପଣ ସେମିତି ନିନ୍ଦା କରିପାରିବେନି ଆପଣ ଭାଗବତକୁ କୃଷ୍ଣ କହିଛନ୍ତି ମୁଁ ଯୋଗୀମାନଙ୍କୁ ହୃଦୟରେ ନଥାଏ ତିଷ୍ଠାମି ମଦ ଭକ୍ତ ପ୍ରତିଷ୍ଠାମି ନା ହବ ମଦ ଭକ୍ତ ଯୋଉଠି ଦି ଅକ୍ଷରୀ ଉଡେଇଲେ ମୁଁ ସେଇ ନାଇଁ ଆପଣ ଅର୍ଥ ଆପଣ ତ ଯଦି ଉସ୍କଉଛନ୍ତି ସେଠି ତ ମଦର ବନ୍ୟା ହେଇଯିବ ଲାଷ୍ଟକୁ ତ ଆଉ ଠାକୁର ପୂଜା କରୁଛନ୍ତି ଠାକୁର ଯେ ପୂଜା କରି ସେମାନେ ମଦ ପିଉନି କିଛି ବ୍ରାହ୍ମଣ ଅଛନ୍ତି ନା ମୁଁ କହୁଛି ବ୍ରାହ୍ମଣ ମାନେ ପୂଜା କରନ୍ତି କିନ୍ତୁ କିଛି ବ୍ରାହ୍ମଣ ଅଛନ୍ତି ଗୋ ହତ୍ୟା କରୁଛନ୍ତି ଆଉ ମଦ ପିଇକି କଣ କହିବି ଆଉ ମୁଁ ଛାଡ କହିପାରିବିନି ହେଲା ଆପଣଙ୍କର ସମସ୍ତ ଅଭିଯୋଗ ମୁଁ ଶୁଣିଲି ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ଏହାକୁ ଚାରିଆଡେ ଭାଇରାଲ କରିବ ଆପଣଙ୍କୁ ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ତରଫରୁ 2000 ଟଙ୍କା ଫାଇନ କରାଗଲା ଯାହାକି ଆପଣ 6 ଦିନ ଭିତରେ ଦବାକୁ ବାଧ୍ୟ କେତେ ଟଙ୍କା 2000 ଟଙ୍କା ଗୋଟେ ମୁଣ୍ଡ ଗୋଡେଇକି 2000 ଟଙ୍କା ଦବାକୁ ବାଧ୍ୟ ପୁରା ଗୋଟେ ମୁଣ୍ଡ ଗୋଡେଇକି 2000 ଦେବି ହେଲା ଆପଣଙ୍କର ବେକାର କଥା ଶୁଣିବାକୁ ଆମେ ଆପଣଙ୍କୁ ଏଠୁ ବିଦାମ ଦଉଛୁ।